ରାସ୍ତାରୁ ହଟେଇବା ପାଇଁ ଟିକିଏ ସମୟ ଲାଗିବନି। ନାଇଁ ମା ନାଇଁ, ତତେ ଆଉ କିଛି କହିବାର ଦରକାର ନାହିଁ। ତୁ ନ କହିବା ଆଗରୁ ଆଲୋ ଏ ମା, ମୋ ଭାଇକୁ ତ ମୋ ଠାରୁ ଦୂରେଇ କରିଦେଲୁ। ମୋ ବାବାଙ୍କୁ ତ ପାଗଳ ସଜେଇ ଦେଲୁ। ମୁଁ ବି ଚାଲିଯିବି ମା, ଅନେକ ଦୂରକୁ ଚାଲିଯିବି। ତୁ କୁଆଡ଼େ ଯାଇପାରିବୁନି। ଯିବ ତ ଏ କୁଷ୍ଠରୋଗୀ ଯିବ। ନାଇଁ ମା, ହଁ ହଁ ଯିବ ତ ଏ କୁଷ୍ଠରୋଗୀ ଯିବ। ତୁ କୁଆଡ଼େ ଯାଇପାରିବୁନି। ଆଲୋ ଏ ମା, ମୁଁ ତମ ଆଗରେ ହାତ ଯୋଡୁଛି ମା, ତାଙ୍କୁ ଛାଡ଼ି ଦିଅନ୍ତୁ ମା, ତାଙ୍କୁ ଛାଡ଼ି ଦିଅନ୍ତୁ। नारी तोरा के तेरबा केते जे महिमा जननी भागिनी जया केते तो छड़ाना। नारी तोरा के तेरबा केते जे महिमा जननी भागिनी जया केते तो छड़ाना। केबे मायाबिनी केबे कुहुकिनी केबे कलंकिनी कोमल हृदय तोरा हेला लो पाषाणी। जननी नुहे तू काल नागुणी, 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 जननी नुहे तू काल नागुणी। ମୁଁ କ'ଣ କଲି? ପର କଥାରେ ପଡ଼ି ମୁଁ ସର୍ବନାଶ କରିବାକୁ ଯାଉଥିଲି। ନିଜ ଛୁଆଟା ଭଲ ପାଉଥିଲା ବୋଲି ତା ଉପରେ ମୁଁ ଏମିତି ଦାଉ ସାଜିଲି। କ'ଣ କରିବି? ମନ କାମ କରୁନାହିଁ। ଜଣେ ସ୍ତ୍ରୀ ହୋଇକି ପର କଥାରେ ମୁଁ ଆଜି ପଡ଼ି ଏମିତି ସର୍ବନାଶ କରିବାକୁ ବସିଥିଲି। କ'ଣ କଲେ ମହାରାଣୀ? ଆପଣ କ'ଣ କଲେ? ପଞ୍ଜିରିକୁ ଆସିଲା ଶାଢ଼ୀଟାକୁ ଶିକୁଲିରେ ବାନ୍ଧିବା ଛାଡ଼ି ଆକାଶରେ ପୁଣି ଉଡ଼େଇ ଦେଲେ। ମୁଁ ଯାହା କରିଛି ଠିକ୍ କରିଛି ଫେଳୁ ବାବୁ, ମୁଁ ଯାହା କରିଛି ଠିକ୍ କରିଛି। କ'ଣଟା ଠିକ୍ କରିଛି କହିଲେ? କ'ଣଟା ଠିକ୍ କରିଲେ କହିଲେ? ଆପଣ ମୋତେ କଥା ଦେଇଥିଲେ ଅଞ୍ଜଳିକୁ ମୋ ସହିତ ବାହା କରାଇବେ, ହେଲେ ଏବେ କୁଷ୍ଠରୋଗୀ ସହିତ ତାକୁ ପୁଣି ଛାଡ଼ିଦେଲେ। ବେଲା ପଡ଼ିବ ଫେଲୁ ମହାନ୍ତିଟା ଖାଇବ। ଅପେକ୍ଷାର ଫଳ ମିଠା ହୋଇଥାଏ ଫେଳୁ ବାବୁ, ଅପେକ୍ଷାର ଫଳ ମିଠା ହୋଇଥାଏ। ବହୁତ ମିଠା ବି ପୋକ ଖାଇଥାଏ। ଆଉ ମୁଁ କେତେ ଦିନ ଅପେକ୍ଷା କରିବି? କେତେ ଦିନ ଅପେକ୍ଷା କରିବି? ଠିକ୍ ସମୟ ଆସିବା ପର୍ଯ୍ୟନ୍ତ ଶୁଣ ଫେଳୁ ବାବୁ, ସେଇ କୁଷ୍ଠଗିରିଟା କେଇ ଦିନ ଭିତରେ ମରିଯିବ। ହଁ ହଁ, ଅଞ୍ଚଳି କହିବା ଅନୁସାରେ ସେ କୁଷ୍ଠଗିରିଟା 7 ଦିନ ଭିତରେ ମରିଯିବ। 7 ଦିନ? ହଁ ହଁ, ଆରେ ସିଏ ମରିଯାଉ। ସିଏ ମରିଗଲେ ବାଧ୍ୟ ହେଇକି ଅଞ୍ଚଳି ଆମ ଗୋଡ଼ ତଳକୁ ଆସିବ।
ସେ ଆସିଲେ ତାକୁ ମନେଇ ବୁଝେଇକି ମୁଁ ତୁମ ବାହାଘରଟା କରିଦେବି ନା। ଫେଲୁ ବାବୁ, ତୁମେ ତ ଜାଣିଛ ମୁଁ ଏ ରାଜଉଆସର ମହାରାଣୀ, ମହାରାଣୀ କାଦମ୍ବରୀ। ଏ ରାଜଉଆସଟା ମୋର, ମୁଁ ଯାହା ଚାହିଁବି ତାହା କରିବି। ଫେଲୁ ବାବୁ, ମୁଁ ମୋ ସ୍ୱାର୍ଥ ପାଇଁ କିଛି ବି କରିପାରେ। ଫେଲୁ ବାବୁ, କିଛି ବି କରିପାରେ। କ'ଣ କହିଲ ମହାରାଣୀ? କ'ଣଟା କହିଲ? ତମେ ସିନା କିଛି ବି କରିପାର ତମ ସ୍ୱାର୍ଥ ପାଇଁ, ହେଲେ ମୁଁ ଆଜି ଯାଏ ତମ କଥାରେ ପଡ଼ି କିଛି ବି କରିପାରିଲିନି। ନାଇଁ, ମୋ ମୁଣ୍ଡଟା ଖରାପ ହେଇଗଲା, ବହୁତ ଖରାପ ହେଇଗଲା ତମ କଥାରେ ପଡ଼ି। ମୁଁ ଯେମିତି ହେଲେ ସେ କୁଷ୍ଠ ରୋଗୀଟାକୁ ମୁଁ ମାରିଦେବି, ଆଉ ଅଞ୍ଜଳି ହେଇଯିବ ସବୁଦିନ ପାଇଁ ମୋର। ଏବେ ହିଁ ଯାଇ ସେ କୁଷ୍ଠ ରୋଗୀଟାକୁ ମାରିଦେବି। ଅଞ୍ଜଳି ଯଦି ମୋର ନ ହେବ କାହାରିକୁ ହେବାକୁ ଦେବିନି। That signal is very dangerous. I mean, hello, Mahatma. Asuchiva. ଅଞ୍ଜଳି, ଆଉ କେତେ ଦିନ ଏ ରୋଗୀ ସାଙ୍ଗରେ ରୋଗୀ ହେଇକି ବୁଲିବ? ତୁମେ ଚାଲିଯାଅ ଅଞ୍ଜଳି, ତୁମେ ଚାଲିଯାଅ। ତମେ ସବୁ କ'ଣ କହିଯାଉଛ? ଆରେ ମୁଁ କ'ଣ ତମକୁ ଛାଡ଼ିକି ରହିପାରିବି? ଆରେ ମୁଁ ଯଦି ତମକୁ କିଛି କ୍ଷଣ ପାଇଁ ଛାଡ଼ିଦେବି ନା, ଆରେ ବାବା, ମୁଁ ଆଉ ତମ ବିନା ବଞ୍ଚି ପାରିବିନି। ଅଞ୍ଜଳି, ଏ ଅଞ୍ଜଳି, ବନଦେବୀ ପରା ମତେ ଅଭିଶାପ ଦେଇଛନ୍ତି। ଆଉ କେଇଟା ଦିନ ଗଲା ପରେ ଏ ଦୁନିଆ ଛାଡ଼ି ମୁଁ ଚାଲିଯିବି। ଆରେ ଆରେ ମୁଁ ତମକୁ କିଛି ହବାକୁ ଦେବିନି। ଆରେ ଦେଖିବ, ଶିବନ ଦେବୀଙ୍କ ଅଭିଶାପରୁ ମୁଁ ତମକୁ ନିଶ୍ଚୟ। ଆରେ କ'ଣ ହେଲା? ଆରେ କ'ଣ ହେଲା ତମର? ଅଞ୍ଜଳି, ମତେ ଟୋପାଏ ପାଣି ଦେଇ ପାରିବ?
ମୁଁ ତମ ପାଇଁ ନିଶ୍ଚୟ ପାଣି ନେଇକି ଆସିବି। ଶୋଷରେ ମୋ ତଣ୍ଟିଟା ଶୁଖି ଯାଉଛି। ହଁ ତମେ ଏଠି କିଛି ସମୟ ଅପେକ୍ଷା କର, ମୁଁ ତମ ପାଇଁ ନିଶ୍ଚୟ ପାଣି ନେଇକି ଆସିବି। ମୁଁ ତମ ପାଇଁ ନିଶ୍ଚୟ ପାଣି ନେଇକି ଆସିବି। ଅଞ୍ଜଳି ମୋ ତଣ୍ଟିଟା ଶୁଖି ଯାଉଛି। କି ତମ ବାବୁ? ଆରେ ତମ ହାତରେ ବଡ଼ ପାଣି ଅଛି। ହଁ ହଁ ମୋ ପାଖରେ ପାଣି ଅଛି। ମତେ ଟିକେ ପାଣି ଦବ ବାବୁ? ଏଇ ନିଅ ପାଣି। ସତରେ ବାବୁ ଆଜି ଆପଣ ପାଣି ଟୋପାଇ ଦେଲେ ବୋଲି ମୋ ସ୍ୱାମୀଙ୍କ ଜୀବନ ବଞ୍ଚି ଯାଇଛି ବାବୁ। ମୋ ସ୍ୱାମୀଙ୍କୁ ନୂଆ ଜୀବନ ଦେଇଛନ୍ତି। ନୂଆ ଜୀବନ? ହଁ ବାବୁ। କିନ୍ତୁ ମୁଁ ଏବେ ତାକୁ ହିଁ ମାରିବି। ରେଡ୍ ସିଗ୍ନାଲ ଇଜ ଭେରି ଡେଞ୍ଜର। ଆଇ ମିନ୍ ଫେଲୁ ମହାନ୍ତି। ଆରେ ଫେଲୁ ତୁ ମୋ ସୁନା ସଂସାରକୁ ତ ଚୁରମାର କରିଦେଲୁ। ଏବେ ଆଉ ମୋ ପାଖରେ କଣ୍ଟା ଅଛି ଯେ ପୁଣି ମୋ ପଛେ ପଛେ ଜଙ୍ଗଲକୁ ଚାଲି ଆସିଛୁ। ହ୍ୟାଲୋ ଏ ଅଞ୍ଜଳି, ତୁମର ରୂପ ଯୌବନକୁ ଚାହେଁଲୋ, ସେଥିପାଇଁ ତମ ପାଖକୁ ଚାଲି ଆସିଛି। ହ୍ୟାଲୋ ଏ ଅଞ୍ଜଳି, ଆସ ମୋ ସହିତ ଚାଲ। ହ୍ୟାଲୋ ଏ ଅଞ୍ଜଳି, ଏବେ ହିଁ ମୁଁ ସେ କୁଷ୍ଠ ରୋଗଟାକୁ ମାରି ତମକୁ ସବୁଦିନ ପାଇଁ ମୋର କରିଦେବି। ଏ ବାବୁ, ଆପଣଙ୍କୁ କ'ଣ ମା ଭଉଣୀ ନାହାନ୍ତି? ବାବୁ, ଏମିତି ପର ସ୍ତ୍ରୀ ଉପରକୁ ଆଖି ଉଠେଇବାଟା କ'ଣ ଠିକ ବାବୁ? अबे साला हरामजादा, ସେଦିନ ମୋ ଭାଗ୍ୟ ଖରାପ ଥିଲା ବୋଲି ତୋଠାରୁ ମୁଁ ଗୋଇଠା ଖାଇଥିଲି। ଏବେ ମୋ ଭାଗ୍ୟ ବି ଭଲ ଅଛି, ଆଉ ମୁଁ ବି ଭଲ ଅଛି। ଆରେ ମୋ ଭାଗ୍ୟଟା ମୁଁ ଏବେ ହିଁ ନିଜେ ଲେଖିବି। ଆବେ ତତେ ଏବେ ମାରିମୁ, ଅଞ୍ଜଳିକୁ ସବୁଦିନ ପାଇଁ ମୋର କରିନେବି। ଆବେ ମରିବୁ ବେ ଶାଲା, ତୁ ମରିବୁ ନିଶ୍ଚୟ ମୋ ହାତରୁ ମରିବୁ ବେ। শালা ফের মহাতে নচেত শালাକୁ ଗୋড়େଇ ଗୋড়େଇ ମାରିବି। କିଏ ବେ ଶାଲା, ଅବେଳରେ ଆସି ଡିଷ୍ଟର୍ବ କରୁଛୁ? ମରିବୁ ବେ ଶାଲା, ମରିବୁ। তো বোপা বে তো বোপা, এই দেখ আতঙ্ক আসছে, আতঙ্ক। तू से आतंक, अरे सारा शहरटाକୁ आतंक सृष्टि କରିଛୁ। अरे ମୁଁ ଭାବୁଥିଲି ଆତଙ୍କ ମାନେ ଟିକେ ମୋଟା ସୋଟା ହେଇ ମସ୍ତ ହେଇଥିବ।
আরে সোনা তু গোটাଏ কঙ্কাଳ ବେ ତୁ ପୁଣି ଆସିଛୁ ଅଣ୍ଡରୱାର୍ଲ୍ଡର ଡନ୍ ହେବା ପାଇଁ ତୁ ଗୋଟେ ସାମାନ୍ୟ ବ୍ୟାଙ୍କ ଚୋର ଚୋରି କରୁଛି ସତ କିନ୍ତୁ କିନ୍ତୁ ତୁ କ'ଣ କରୁଛୁ ଅବଲା ନାରୀ ଉପରେ ଅତ୍ୟାଚାର କରୁଛୁ ଆରେ ମୁଁ ଅଣ୍ଡରୱାର୍ଲ୍ଡ ଡନ୍ ହେବାକୁ ଆସିନି ମୁଁ ଆସିଛି ତୋ ଭଳି ପାପୀମାନଙ୍କୁ ସଂହାର କରିବାକୁ ଆବେ ଆତଙ୍କ ବେଶୀ ବଡ଼ ବଡ଼ କଥା କହୁଛୁ ଆରେ ଆତଙ୍କ ତୋର ମୋର କିଛି ଦୁଶ୍ମନୀ ନାହିଁ ବେ ତୁମ ମୁଣ୍ଡରେ ଖରାପ କରନା ଆରେ ତୁ ଏ ଜାଗାରୁ ଚାଲି ଯା ଅଛି ତୋର ମୋର ଦୁଶ୍ମନୀ ଅଛି ସେଦିନ କଥା ଭାବିଲା ବେଳକୁ ମୋ ମୁଣ୍ଡର ରକ୍ତ ଗରମ ହେଇଯାଉଛି ଆରେ ତୁ ଯଦି କିଛି ଦିନ ବଞ୍ଚିବାକୁ ଚାହୁ ତାହେଲେ ଏଠୁ ଚାଲିଯା ନଚେତ୍ ସାରା ତୁ ଏଠି ନିଶ୍ଚୟ ମରିବ হবে ସାରା ମରିବ ଆରେ ତତେ ଚିପୁଡ଼ି ଦେଲେ ଦୁଧ ବାହାରିବ ତୁ ପୁଣି ବଡ଼ ବଡ଼ କଥା କହୁଛୁ ତତେ ମୁଁ ଭଲରେ ଭଲରେ କହୁଛି ତୋ ଜୀବନ ପ୍ରତି ଲୋଭ ଅଛି ଏଠୁ ଚାଲି ଯା ଆରେ ଭେଲୁ ମହାନ୍ତି ସହିତ ତୁ ଟକ୍କର ଦେଲୁ ମାନେ ତୋ ଜୀବନର ଆଜିଟା ଶେଷ ଦିନ ହବ ଶେଷ ଦିନ ବସ୍ ବନ୍ଦ କରବେ धर्म रक्षाकारी रखिब सचर टेका अधर्मी पापी अन्याय पूज मारी बसे आतंक दुनिया पाप क्षय हेब बोहिब पापीर गत तार हाथ खंडा बुलेब कलकी पापी जातक अंधार खुजिए गरीब विनाश अंधार खुजिए गरीब विनाश आनिब आशा आलोक आनिब आशा आलोक आतंक 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 ସତରେ ବାପୁ ଏ ପାପୀଠାରୁ ଆମକୁ ରକ୍ଷା କରିଥିବାରୁ ମୁଁ ଆପଣଙ୍କୁ କେମିତି ଧନ୍ୟବାଦ ଜଣାଇବି ମୁଁ ତ କିଛି ବୁଝିପାରୁନି ମୋତେ ଧନ୍ୟବାଦ ଦେବା କୌଣସି ଆବଶ୍ୟକ ନାହିଁ କିନ୍ତୁ ତମେ ବି ଡରିବାର କିଛି ଆବଶ୍ୟକ ନାହିଁ ହେଲେ ଏତେ ରାତିରେ ତମେ କିଏ ତମ ପରିଚୟ କ'ଣ ହେଲେ ବାବୁ ଆମ ପରିଚୟ ଶୁଣି ଆପଣଙ୍କୁ କିଛି ଲାଭ ହବନି ହେଲେ ବାବୁ ଆପଣଙ୍କ ବସ୍ତିରେ କ'ଣ ଆମକୁ ରହିବା ପାଇଁ କିଛି ଜାଗା ବ୍ୟବସ୍ଥା କରିପାରିବେ ବାବୁ ମୁଁ ସେ ଜାଗାରେ ରହି ମୋ ସ୍ୱାମୀଙ୍କ ଚିକିତ୍ସା କରିବି ସେସବୁ ଠିକ୍ ଯେ କିନ୍ତୁ ତମ ଅସଲ ପରିଚୟ ନ ଜାଣି ମୁଁ ମୋ ବସ୍ତିକୁ ନେଇପାରିବିନି ତମକୁ ତମ ଅସଲ ପରିଚୟ ହିଁ ଦେବାକୁ ପଡ଼ିବ ହଉ ବାବୁ ଯଦି ମୋ ପରିଚୟ ଦେବା ଏତେ ନିତାନ୍ତ ଆବଶ୍ୟକ ତାହେଲେ ମୁଁ ମୋ ପରିଚୟଟା କହିଦେଉଛି ମୁଁ ହେଉଛି ହଁ ବାବୁ ମୁଁ ହେଉଛି ଜଣେ ରାଜକୁମାରୀ ପ୍ରେମ ବିବାହ କଲି ବୋଲି ମା ମୋତେ ସ୍ୱୀକାର କରିଲି ଆଉ ମୋତେ ଘରୁ ତଡ଼ିଇ ଦେଲେ ଆଉ ତାପରେ ଏ ମୋ ରୋଗୀଣା ସ୍ୱାମୀଙ୍କ ଚିକିତ୍ସା କରିବା ପାଇଁ ଏଇ ଗାଁ
সেই কথাই বলেছি বাবু, তাই বলেছি। তাহলে এই জনের রাজকন্যা ইয়া পাখরে তো নিশ্চয় ধন সম্পত্তি দিব। ইয়াকে ମୁଁ କିଡନାପ କଲେ ମତେ ବହୁତ ଧନ ମିଳିପାରେ। ତାହେଲେ ତମେ ଜଣେ ରାଜକନ୍ୟା। ହଁ ବାବୁ। ଶୁଣ, ମୁଁ କିଛି ତୁମକୁ କହିବାକୁ ଚାହୁଁଛି। କହନ୍ତୁ ବାବୁ, ନିଶ୍ଚୟ କହନ୍ତୁ। ତମେ ଜଣେ ଗରିବ ଶ୍ରେଣୀର ହୋଇଥାନ୍ତ, ମୁଁ ତୁମକୁ ନିଶ୍ଚୟ ସାହାଯ୍ୟ କରିଥାନ୍ତି। କିନ୍ତୁ ତମେ ଜଣେ ରାଜକନ୍ୟା, ମୁଁ ତୁମକୁ ସାହାଯ୍ୟ ତ କରିପାରିବିନି, କିନ୍ତୁ ଅନ୍ୟ କିଛି ନିଶ୍ଚୟ କରିପାରିବି। ଅନ୍ୟ କିଛି ମାନେ? ମୁଁ ତୁମକୁ କିଡନାପ କରିବି। ନାଇଁ ବାବୁ ନାଇଁ। ହେ ଭଗବାନ, ଏ ଦୁନିଆରେ କଣ ସତ୍ୟ ବୋଲି କିଛି ନାହିଁ। ଏ ଦୁନିଆରେ ମୁଁ କାହାକୁ ବିଶ୍ୱାସ କରିବି? ହେଲେ ବାବୁ, ମୁଁ ତମ ଆଗରେ ହାତ ଯୋଡୁଛି, ଆମକୁ କିଡନାପ କରନି, ଆମକୁ ଛାଡି ଦିଅନ୍ତୁ ବାବୁ, ଆମକୁ ଛାଡି ଦିଅନ୍ତୁ। ଏ ରାଜକନ୍ୟା, ମୁଁ ତୁମକୁ କିଡନାପ କଲେ ମତେ ବହୁତ ଧନ ମିଳିବ। ହଁ, ମୁଁ ତୁମକୁ କିଡନାପ କଲେ ମତେ ବହୁତ ଧନ ମିଳିବ। ହେଲେ ଏ ରାଜକନ୍ୟା, ତୋ ପାଖରେ ଯାହା ସବୁ ଅଳଙ୍କାର ଅଛି ସେ ସବୁ ବି ମତେ ଦେଇଦେ। ନାଇଁ ବାବୁ ନାଇଁ। ନଚେତ୍ ତମ ଦୁଇ ସ୍ୱାମୀ ସ୍ତ୍ରୀ ମୋ ହାତରେ ମରିବ। ମୁଁ ମୋ ଅଲଙ୍କାର ତତେ କେବେ ବି ଦେବିନି। ହଁ, ମୁଁ ମୋ ଅଲଙ୍କାର ତତେ କେବେ ବି ଦେବିନି। ଏ ରାଜକନ୍ୟା, ମୋ ପାଖରେ ସମୟ ବହୁତ କମ୍। ସକାଳ ହବାକୁ ମାତ୍ର କିଛି ସମୟ ବାକି। ରାତି ପାହିଗଲେ ସବୁ ଭଣ୍ଡର ହେଇଯିବ। ଆଲୋ ଏ ରାଜକନ୍ୟା, ଯେତେ ଶୀଘ୍ର ପାରୁଛୁ ତ ଅଳଙ୍କାର ସବୁ ଦେଇଦେ ମତେ, ନଚେତ୍ ମୋ ହାତରେ ମରିବ। ମୁଁ ଦେବିନି। ନା, ମୋ ଅଲଙ୍କାର ତତେ କେବେ ବି ଦେବିନି। ଦବୁନି? ହଁ, ଦେଇଦେ, ମୋ ହାତରେ ହିଁ ତତେ ମାରି ତୋ ଅଳଙ୍କାର ସବୁ ନେଇଯିବି। ନା। ହଁ, ନେଇଯିବି। ତୁ ମୋ ପାଇଁ, ମୁଁ ତୋ ପାଇଁ, ତୁ ମୋ ପାଇଁ, ମୁଁ ତୋ ପାଇଁ। ଏମିତି ଭାଇ ଜଗତେ ନାହିଁ, ଏମିତି ଭାଇ ଜଗତେ ନାହିଁ, ଏମିତି ଭାଇ ଜଗତେ ନାହିଁ, ଏମିତି ଭାଇ ଜଗତେ ନାହିଁ। ଅଞ୍ଜଳି, ତୁ ଅଞ୍ଜଳି? ଆରେ ତୁ ମୋ ନାଁ କେମିତି ଜାଣିଛୁ? ଏ ଅଞ୍ଜଳି, ତୁ କଣ ମତେ ଚିହ୍ନି ପାରୁନୁ? ଆରେ এই দেখ, ମୁଁ ତ ଭାଇ ଜୟନ୍ତ। ଆରେ ଅଞ୍ଜଳି, ତୁ ମତେ ଟିକେ ଚିହ୍ନିବାକୁ ଚେଷ୍ଟା କର ଭାଇ, ମତେ ଟିକେ ଚିହ୍ନିବାକୁ ଚେଷ୍ଟା କର। ମୋ ଭାଇ ଜୟନ୍ତ? ଆରେ ମତେ ଦୁନିଆରେ ସମସ୍ତେ କଣ ପାଗଳ ବନେଇଦେବ? ଯିଏ ଚାହୁଁଛି ଯାହା କହିଦଉଛି, ପୁଣି ତୁ କହୁଛୁ ତୁ ମୋ ଭାଇ ଜୟନ୍ତ। ଆରେ ଭଉଣୀ, ଆଉ ତୁ ଯଦି କହିଦେବୁ, ମୁଁ କଣ ତୋ କଥାକୁ ବିଶ୍ୱାସ କରିଦେବି? ଆରେ ମୋ ଭାଇ ଜୟନ୍ତ, ଆରେ ସେ କଣ ତୋ ଭଳିଆ? ନା, ମୋ ଭାଇ ଜୟନ୍ତ, ଆରେ ସେ କେତେ ସରଳ। ଆଉ ତୁ ହଉଛୁ ଜଣେ ଆତଙ୍କ, ତୁ ହଉଛୁ ଜଣେ କ୍ରିମିନାଲ। ଆରେ ମୋ ଭାଇ କଣ ତୋ ଭଳିଆ ହେଇଥିବ? ନା,
ଆରେ ମୁଁ ସବୁ ଜାଣେ। ଏଇ ମୋ ଅଲଙ୍କାର ନେବା ପାଇଁ ଏଇଟା ତୋର ଗୋଟେ ନୂଆ ବାହାନା ନା? ଆରେ ଆଉ ଭଉଣୀ ଠିକ ଅଛି। ଆରେ ତତେ ଯଦି ମୋ ଅଲଙ୍କାର ଦରକାର, ମୁଁ ମୋ ସବୁ ଅଲଙ୍କାର ତତେ ଦେଇଦେବି। ନାଇଁରେ ଭଉଣୀ ହେଲେ ମୁଁ ତୋ ଆଗରେ ହାତ ଯୋଡ଼ି ନିହୁରା ଅଛି। ଦୟାକରି ଆମ ଦି ଜଣଙ୍କୁ ଏଠାରୁ ଯିବାକୁ ଦେ। ନାଇଁରେ ଦୟାକରି ଆମ ଦି ଜଣଙ୍କୁ ଏଠାରୁ ଯିବାକୁ ଦେ। ନାଇଁରେ ଭଉଣୀ ନାଇଁ। ଏ ଅଞ୍ଜଳି ତୁ କଣ ସତରେ ମତେ ଚିହ୍ନି ପାରୁନୁ? ଆରେ ତୋ ଭାଇ ଜୟନ୍ତୁ ତୁ କଣ ଚିହ୍ନି ପାରିନୁ? ଦୁଇ ଦେହ ଏ ଅଞ୍ଜଳି देख अंजलि तो भाई जयंत को देख अमित भोड़ी भाई तुम खरा मुत छाई अलगा जगते नहीं एमिति भाई जगते नहीं एमिति भाई जगते नहीं। भाई अंजलि तू सतरे बंचिछु भाई। और अंजलि मो सतरे बंचिछि। हे भगवान तमे आम भाई भौणी कराए कि परीक्षा नौछ? अरे भाई अंजलि तते मु न चिन्ही केते सब कथा कहि देछि। अंजलि हेलो भाई तू कौन तो भौणी को क्षमा करबुनि भाई? ए अंजलि भाई तू कौन मत क्षमा मागुଛୁ? अरे दुनिया होची गोटाई काच घर हाँ भाई जो पटे देखिबो तो प्रति छवि दिसिब। हेले अंजलि तू ताकू छुईबाकू चेष्टा करिबुनि रे भौणी, कहीं ना से काच भागी तो हाथ को रक्ताक्त करदब। अरे अंजलि से दिन सेनापति काली शंकर आउ मो माँ आउ फेलु महांती बेसी गोटे चक्रांत करथिले। हेले अंजलि से माने मते मारिबा पाई बसिथिले रे अंजलि, किंतु निहतिर अन्न इच्छा तेणु मो पुनर्बार जीवन फेरी पाई रे भौणी, पुनर्बार जीवन फेरी पाई। मु सब जाने छे भाई हेले तू सिना नि अजीवन पाई जाय छ। अरे भौणी हेले मते लागो छे मु आ बंचिबिनी रे भाई। अंजलि मु आ बंचिबिनी अंजलि जाने छ भाई ए होचंती अमया जाको मो जीवन ठबी बेसी भला पाए। अंजलि आओ तांको मन देवी अभिशाप देछंती से आउ सप्त दिन मध्यरे ए दुनिया रे नथिबे भाई। नहीं अंजलि नहीं। हेले भाई अरे तू एमती कहीं कहूचु से अभिशाप कौन कौन सी उपाय नहीं? अच्छी रे भाई से अभिशाप उपाय अच्छी
ହେଲେ ଭାଇ ସେ ଉପାୟଟା ଭାରି କଷ୍ଟକର। ଯେତେ କଷ୍ଟ ହଉନା କାହିଁକି ତୋ ଖୁସି ପାଇଁ ମୁଁ ସବୁ କିଛି କରିପାରିବି। ତୋ ଖୁସି ପାଇଁ ମୋ ଜୀବନ ପଛେ ଚାଲି ଯାଉ, ମୁଁ ତୋ ଖୁସି ପାଇଁ ନିଶ୍ଚୟ ନିଶ୍ଚୟ କରି ଆଣିବି ରେ ଭଉଣୀ। ହେଲେ ସେ ଉପାୟଟା ତୁ ଶୀଘ୍ର କହ। ଶୁଣିବୁ ଭାଇ? ହରେ ଅଞ୍ଜଳି, ମତେ ଶୀଘ୍ର କହ ସେ ଉପାୟଟା। ତାହେଲେ ଶୁଣ, ଠିକ ଅଛି। ଦେବୀ ମାଙ୍କ ଉପାୟ ଅନୁସାରେ ଯିଏ ଯଦି ସେ କାରୁଣ୍ଡପୁରକୁ ଯାଏ ସେଠାରୁ ଅଷ୍ଟରତ୍ନ ମଣି ନେଇ ଆଣିକି ଅଭୟଙ୍କ ହାତରେ ଧରେଇ ଦେବ, ତାହେଲେ ଅଭୟ ବଞ୍ଚିଯିବ ଭାଇ। ଆଉ ଯଦି ସେ କାରୁଣ୍ଡପୁରକୁ ଯାଏ ଅଷ୍ଟରତ୍ନ ମଣି ନ ଆଣି ପାରିଲେ ଆଉ 7 ଦିନ ମଧ୍ୟରେ ଅଭୟ ଦୁନିଆ ଛାଡ଼ି ଚାଲି ଯିବେ ଭାଇ। ଭଉଣୀ ନାଇଁ, ତୁ ଏମିତି କହନି। ଆରେ ଯେତେ କଷ୍ଟ ହଉନା କାହିଁକି ମୁଁ ସେ କାରୁଣ୍ଡପୁରୀକୁ ଯାଇ ତୋ ପାଇଁ ମୁଁ ସେ ଅଷ୍ଟରତ୍ନ ମଣି ନେଇ ଆଣିବି। ହରେ ଭଉଣୀ, ମୋ ଅଷ୍ଟରତ୍ନ ମଣି ତୋ ପାଇଁ ମୁଁ ନେଇକି ଆସିବି। ହେଲେ ଆଉ ଡେରି ନ କରି ଚାଲେ ଭଉଣୀ, ଏଥର ମୋ ବସ୍ତିକୁ ଚାଲ, ମୋ ବସ୍ତିରେ ରହିବୁ। ହଁ ଭାଇ, ମୁଁ ଜାଣେ ରେ ଭାଇ, ମୋ ଜୀବନ ବଞ୍ଚେଇବା ପାଇଁ ତୁ କିଛି ବି କରିପାରୁ। ହଁ ଭାଇ, ମୋ ଜୀବନ ବଞ୍ଚେଇବା ପାଇଁ ତୁ ନିଜ ଜୀବନ ବି ଦେଇପାରୁ। ଆରେ ଭାଇ, ଆରେ ତୁ ପରା କହୁଥିଲୁ ମୁଁ ଯଦି ଖରା ହେବି ତାହେଲେ ତୁ ମୋ ଛାଇ। ହରେ ଭଉଣୀ, ଆରେ ଭାଇ, ମୁଁ ଜାଣେ ରେ ଭାଇ, ତୁମ ପାଇଁ କିଛି ବି କରିପାରୁ। ହରେ ଭଉଣୀ। ଆଉ ଜାଣିଛୁ ଭାଇ, ଅଞ୍ଜଳି, ମୁଁ ସେ ସମୟରେ ମଧ୍ୟ କହୁଥିଲି ଆଉ ଏବେ ମଧ୍ୟ କହିବି ଭାଇ, ହେ ଅଞ୍ଜଳି, ତୋ ପରି ଭାଇ ନା ଏ ଜଗତରେ ନାହିଁ। ହଁ ଭାଇ, ତୋ ପରି ଭାଇ ନା ଏ ଜଗତରେ ନାହିଁ। ଅଞ୍ଜଳି। ଏମିତି ଭାଇ ଜଗତେ ନାହିଁ, 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 ଏମିତି ଭାଇ ଜଗତେ ନାହିଁ। ତୁ ମୋ ପାଇଁ, ମୁଁ ତୋ ପାଇଁ, ତୁ ମୋ ପାଇଁ, ମୁଁ ତୋ ପାଇଁ, ଏମିତି ଭାଇ ଜଗତେ ନାହିଁ, ଏମିତି ଭାଇ ଜଗତେ ନାହିଁ।
ଅନେକ ଦିନ ହେଲା এই କରଣ୍ଡପୁରୀରେ ତପସ୍ୟା କରିଅଛି, କିନ୍ତୁ ମତେ ଦରକାର ରୋହିଣୀ କ୍ଷେତ୍ରରେ ଜନ୍ମ ହେଇଥିବା ରାଜପୁତ୍ରର ବଳି। କିନ୍ତୁ ମୁଁ 107 ବଳି ପୁରା କରିସାରିଛି, ମାତ୍ର ରହିଲା ଗୋଟିଏ ବଳି। ସେ ଗୋଟିଏ ବଳି ଦେଇଦେଲେ ମୁଁ ହେଇଯିବି ଅମର। ଶୈତାନ ଲଗା 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 ଲଗା। ଯେମିତି ହଉ ମତେ ସେ ଗୋଟିଏ ବଳି ଦେବାକୁ ପଡ଼ିବ। ଆଉ ଏ ମୋ ମଣି ଭିତରେ ଭରିଯିବ ଏଇ ସାରା ଦୁନିଆର ଶକ୍ତି। ମୁଁ ଯାହା ଚାହିଁବି ତାହା କରିବି। ଶୈତାନ 12 ବର୍ଷ ଧରି ହେଲା ସେ ରୋହିଣୀ କ୍ଷେତ୍ରରେ ଜନ୍ମ ହେଇଥିବା ରାଜପୁତ୍ରକୁ ମୁଁ ଖୋଜି ଖୋଜି ଥକି ଗଲିଣି। ଯେମିତି ହଉ ତାକୁ ମୁଁ ନିଶ୍ଚୟ ବଳି ଦେବି। ଆଉ ମୁଁ ହେଇଯିବି ଏଇ ଦୁନିଆର ଗୋଟିଏ ସର୍ବସତ୍କାର ମଣିଷ। ଆଉ ମୁଁ ଯାହା ଚାହିଁବି ତାହା କରିବି। এই দুনিয়াটাକୁ ମୋ ହାତ ମୁଠାରେ ରଖି ଯେମିତି ନଚେଇବି ସେମିତି ନାଚିବ। এই ଦୁନିଆଟା ଉଠ କହିଲେ ଉଠିବ, ବସ କହିଲେ ବସିବ। ଲଗା 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 ଲଗା। ମୁଁ ଏବେ ଯାଏ ଶୈତାନର ତପସ୍ୟା କରିବି। ସେ ଯେମିତି ହଉ ସେ ରୋହିଣୀ କ୍ଷେତ୍ରରେ ଜନ୍ମ ହେଇଥିବା ରାଜପୁତ୍ରକୁ ମୋ ସାମ୍ନାକୁ ଆଣିବ। ତନ୍ତ୍ର ବଳରେ ହଉ କିମ୍ବା ମନ୍ତ୍ର ବଳରେ ସେ ରାଜପୁତ୍ରଟାକୁ ମୁଁ ଆଖରେ ଆଣି ରଖିଦେଲେ ବାକି କାମ ମୁଁ ନିଜେ ସାରିଦେବି। ତାହେଲେ ମୁଁ ଯାଏ କିଛି ସମୟ ତପସ୍ୟା କରିବି। ଦେଖୁ ଦେଖୁ ପହଞ୍ଚି ଗଲି କାରୁଣ୍ଡପୁରୀରେ। ହେଲେ ଏଠି ତ କେହି ଦେଖାଯାଉନାହାନ୍ତି। କୋଉଠି ପାଇବି ମୋ ଅଷ୍ଟରତ୍ନ ମଣି? ଆରେ ମୋ ଭଉଣୀ ଅଞ୍ଜଳି ତ କହିଥିଲା ଏ କାରୁଣ୍ଡପୁରୀରେ ଜଣେ ବାବା ରହୁଛନ୍ତି, ଆଉ ତାଙ୍କ ପାଖରେ ରହିଛି ଅଷ୍ଟରତ୍ନ ମଣି। ଆଉ ସେ ମଣି ନେଲେ ମୋ ଭଉଣୀର ସ୍ୱାମୀଟା ଭଲ ହେଇଯିବ। ହେଲେ କୋଉଠି ପାଇବି ମୁଁ ଅଷ୍ଟରତ୍ନ ମଣି? ଆରେ ଏଠି ତ କେହି ଦେଖାଯାଉନାହାନ୍ତି। ହେ ମା ବଡ଼ ଦେବୀ, ତମେ ଦେଇଥିବା ଅଭିଶାପରୁ ମୋ ଭଉଣୀର ସ୍ୱାମୀଟା କୁଷ୍ଠ ରୋଗରେ ଆକ୍ରାନ୍ତ। ତେଣୁ ଆପଣଙ୍କୁ ହିଁ ରାସ୍ତା ଦେଖେଇବାକୁ ପଡ଼ିବ ମା, ଆପଣଙ୍କୁ ହିଁ ରାସ୍ତା ଦେଖେଇବାକୁ ପଡ଼ିବ। ॐ शैतान नमः। ॐ शैतान नमः। ଆରେ କେହି ଜଣେ ଏଠି ମନ୍ତ୍ର ଜପ କରୁଛନ୍ତି। ମନ୍ତ୍ର ଜପର ଶବ୍ଦ ଭାସି ଆସୁଛି। ହେଲେ
ଏଠି ତ ଦେଖାଯାଉନାହାନ୍ତି। ନା, ମୁଁ ଆଗକୁ ଯାଇ ଦେଖିବାକୁ ପଡ଼ିବ। ଇଏ ସେଇ ବାବା ନୁହଁ ତ? ଆରେ, ଏଠି ତ ବାବା ଜଣେ ବସିଛନ୍ତି, ଆଉ ତାଙ୍କ ସମ୍ମୁଖରେ ରହିଛି ଅଷ୍ଟରତ୍ନମଣି। ହେଲେ ବାବା ସାଧନାରେ ମଗ୍ନ। ମୁଁ କେମିତି ନେବି ଏ ଅଷ୍ଟରତ୍ନମଣି? ଏ ଅଷ୍ଟରତ୍ନମଣି ହେଉଛି ମୋ ଭଉଣୀର ଶଙ୍ଖ ସିନ୍ଦୁର। ଯେମିତି ହେଲେ ବି ଅଷ୍ଟରତ୍ନମଣି ନେବାକୁ ପଡ଼ିବ। ହେଲେ ମୁଁ କେମିତି ଜାଗ୍ରତ କରିବି ବାବାଙ୍କୁ? ନା, ମୁଁ ଆଉ ଜାଗ୍ରତ କରିବିନି। ମୁଁ ଏ ମଣି ନେଇ ଶୀଘ୍ର ଚାଲିଯିବି ମୋ ଭଉଣୀ ପାଖକୁ। ହଁ, ମୁଁ ଏ ମଣି ନେଇ ଶୀଘ୍ର ଚାଲିଯିବି ମୋ ଭଉଣୀ ପାଖକୁ। यार मूर्ख तो मो अनेक दिन साधन पर हाथटा मारिदेलु এই খরিত পরিচয় প্রকাশ কর, তাহলে মু তোকে ভস্ম করিদেবি। ক্ষমা করন্তু বাবা, ক্ষমা করন্তু। আপন সাধনারে মগ্ন ଥିଲେ, তেণু তেণু ମୋ ବିନା ଅନୁମତିରେ ସେ ଅଷ୍ଟରତ୍ନମଣିକୁ ନେଇଯିବି ବୋଲି ଭାବୁଥିଲୁ? ଏ ମୂର୍ଖ, এই খনিত পরিচয় প্রকাশ কর, নহলে লভিবু মরণ। মরণକୁ ଭୟ ନାହିଁ ବାବା, ମରଣକୁ ଭୟ ନାହିଁ। ତଥାପି ଆପଣ ମୋ ପରିଚୟ ଜାଣିବାକୁ ଚାହୁଁଛନ୍ତି? ତାହେଲେ ଶୁଣନ୍ତୁ ବାବା, ମୁଁ ହେଉଛି କର୍ଣ୍ଣାଟକ ରାଜ୍ୟର ରାଜକୁମାର ଜୟନ୍ତ। ମୁଁ ପରିସ୍ଥିତିରେ ପଡ଼ି ମୋର ଆଜି ଏ ଅବସ୍ଥା। ହେଲେ ବାବା, ବଣଦେବୀ ଅଭିଶାପ ଦେଇଥିବାରୁ ମୋ ଭଉଣୀର ସ୍ୱାମୀଟା କୁଷ୍ଠ ରୋଗରେ ଆକ୍ରାନ୍ତ। ତେଣୁ ଏ ଅଷ୍ଟରତ୍ନମଣି ନେବା ପାଇଁ ମୁଁ ଆସିଛି ବାବା। ଏ ଅଷ୍ଟରତ୍ନମଣି ନେବା ପାଇଁ ଆସିଛି। শয়তান! তাহলে এই জনে গোটে রাজকুমার। শয়তানটা ମୋ ପାଖକୁ ଠିକ୍ ସମୟରେ ଆଣି ପହଞ୍ଚେଇ ଦେଇଛି। ୟାକୁ ବଳି ଦେଇ ମୁଁ ସେ ମଣି ଭିତରେ ସାରା ଦୁନିଆର ଶକ୍ତିଟାକୁ ଭରି ମୁଁ ହେଇଯିବି ଅମର। ତାହେଲେ ତୁ ଜଣେ ରାଜକୁମାର? ହଁ ବାବା। ଆଉ ତତେ ସେ ଅଷ୍ଟରତ୍ନମଣି ନିହାତି ଦରକାର? ହଁ ବାବା। ବଣଦେବୀଙ୍କ ଅଭିଶାପେ ତୋ ଭଉଣୀର ସ୍ୱାମୀଟା କୁଷ୍ଠ ରୋଗରେ ଆକ୍ରାନ୍ତ। ହଁ ବାବା। ମିଳିବ, ତତେ ନିଶ୍ଚୟ ମିଳିବ ସେ ଅଷ୍ଟରତ୍ନମଣି। କିନ୍ତୁ ତତେ ଶୈତାନର ପୂଜା କରିବାକୁ ପଡ଼ିବ। ପାରିବୁ? ହଁ ବାବା, ମୁଁ ଶୈତାନର ପୂଜା କରିପାରିବି। ଆଉ ପୁଣି ମୋ ଶୈତାନ ପାଖରେ ତତେ ଷଷ୍ଟାଙ୍ଗ ପ୍ରଣାମ କରିବାକୁ ପଡ଼ିବ। ପାରିବୁ? ପାରିବି ବାବା, ମୁଁ ଷଷ୍ଟାଙ୍ଗ ପ୍ରଣାମ କରିପାରିବି। ତାହେଲେ ଠିକ୍ ଅଛି, ମୁଁ ପୂଜା ଆରମ୍ଭ କରୁଛି, ତୁ ଷଷ୍ଟାଙ୍ଗ ପ୍ରଣାମ କରିନେ। ଠିକ୍ ଅଛି ବାବା, ଆପଣ ଯାହା କହିବେ ମୁଁ ତାହା ନିଶ୍ଚୟ କରିବି। କିନ୍ତୁ ଆପଣ ଶୀଘ୍ର ପୂଜା ସାରନ୍ତୁ ବାବା। ଏ ଅଷ୍ଟରତ୍ନମଣି ମୋ ପାଇଁ ନିହାତି ଆବଶ୍ୟକ। ନିଶ୍ଚୟ ତତେ ମିଳିବ ସେ ଅଷ୍ଟରତ୍ନମଣି। ମୁଁ ଶୀଘ୍ର ପୂଜା ସାରିଦେବି। ମୁଁ ବି ଲେଟ୍ କରିବାକୁ ଚାହେଁ ନା। ଚଲ। ଠିକ୍ ଅଛି ବାବା, ମୁଁ ପ୍ରଣାମ କରୁଛି। শৈতান! লাগা। আরে রাজপুত্র, ତୁ ପୁଣି ମୋ ସେ ଅଷ୍ଟରତ୍ନମଣି ନେଇ
ତୋ ଭଉଣୀର ସ୍ୱାମୀଟାକୁ ବଞ୍ଚେଇବୁ ତୁ ସେଇଠୁ ବଞ୍ଚିକି ଗଳେଇ ସିନା ତୁ ହଉଛୁ ମୋ ଶେଷ ବଳି ହଉ ମୁଁ ତତେ ଏବେ ମୋ ଶୈତାନ ପାଖରେ ତତେ ବଳି ଦେଇଦେବି মতে শক্তি দে শয়তান শক্তি দে এ রাজপুত্রটাକୁ ତୁ ଶେଷ ପ୍ରସାଦ ଚଢ଼େଇ ଦେ ମତେ ଶକ୍ତି ଦେ ଶୈତାନ ମତେ ଶକ୍ତି ଦେ କଣ କରୁଛ ବାବା କଣ କରୁଛ अरे राजपुत्र ଏହା ବି ଜାଣିପାରିଲୁ ନାହିଁ ମୁଁ ତତେ ବଳି ଦଉଥିଲି ବଳି ମୋ ଶୈତାନର ପାଖରେ ତୁ ହଉଛୁ ମୋ ଶେଷ ବଳି ମୁଁ ସେ ରୋହିଣୀ କ୍ଷେତ୍ର ଜନ୍ମ ହେଇଥିବା ରାଜପୁତ୍ର 107 ବଳି କରି ଚାଲିଛି ଆଉ ତୁ ହେଲୁ 108 ନମ୍ବର ବଳି ଆଉ ତୁ ହଉଛୁ ମୋ ଶେଷ ବଳି ବେ ଶୈତାନ ତୁ ଯୋଉ 107 ବଳି ଦେଇଛୁ ନା 108 ବଳି ମୋ ନୁହଁ 108 ବଳି ହବ ତୁ କାହିଁକି ନା ତୁ ହଉଛୁ ଗୋଟାଏ ପାପୀ ଆରେ ତୋ ଭଳି ପାପୀ ମାନଙ୍କୁ ମୁଁ ହିଁ ସଂହାର କରିବି ତୋ ଶୈତାନ ପାଖରେ ତତେ ହିଁ ମୁଁ ବଳି ଚଢ଼େଇ ଦେବେ ଆରେ ରାଜପୁତ୍ର ତୁ ପୁଣି ମୋ ଶୈତାନ ପାଖରେ ମତେ ବଳି ଦେବୁ ଦେଖିବ শৈতানর শক্তি কেতে ও তোর শক্তি কেতে ମୁଁ ତତେ ନିଶ୍ଚୟ ବଳି ଦେବି ଆଜି ରାଜପୁତ୍ର ଠିକ ଅଛି ତାହେଲେ ଦେଖିବା କିଏ କାହାକୁ ବଳି ଦଉଛି ଦେଖିବା ମୋ ଶୈତାନ ପାଖରେ ମୁଁ ବଳି ଚଢୁଛି ତୁ ଠିକ ଅଛି धर्म रक्षा करी जा रखिब सत्यर टेका अधर्मी पापी अन्याय कुज मारिब से आतंक दुनियार पाप क्षय हेब बहिब पापीर गत तार हाथ खंडा भुलेब कड़की निभिब पापी जगत अंधार खुजिए करिब विनाश अंधार खुजिए करिब विनाश आनिब आशा लोक आनिब आशा लोक आतंक 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 आतंक
ପାପ କରୁଥିବ ଲୋକମାନେ ସମସ୍ତେ ମନେ ରଖ, ଆଜି ଏ ପାପି ଯେମିତି ମୃତ୍ୟୁବରଣ କରିଲା, ମୁଁ ବି ତମମାନଙ୍କୁ ଶେଷ କରିଦେବି। କାହିଁକି ନା ପାପ କରୁଥିବା ଲୋକମାନେ ମନେ ରଖ, ଆତଙ୍କ ଆସୁଛି, ଆତଙ୍କ। ଆତଙ୍କ 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 ଆତଙ୍କ। ଅଞ୍ଜଳି, ତମ ଭାଇ ଯାଇଛନ୍ତି ଯେ ଯାଇଛନ୍ତି, ହେଲେ ଏପର୍ଯ୍ୟନ୍ତ ଫେରିବାର ବାଟ ଆଉ ଦିଶୁ ନାହିଁ। ଆରେ ଅଭୟ, ଅଞ୍ଜଳି, ତମେ ଚିନ୍ତା କରନି, ସେ ଯାଇଛନ୍ତି ମାନେ ନିଶ୍ଚୟ ତାଙ୍କ କାର୍ଯ୍ୟ ପୂରଣ କରିକି ଆସିବେ। ଅଞ୍ଜଳି, ଆଜିକୁ 7 ଦିନ ହେଇଗଲା, ମୁଁ ଆଉ ବଞ୍ଚିବିନି ଅଞ୍ଜଳି। ନାଇଁ ଅଭୟ, ମୁଁ ଆଉ ବଞ୍ଚିବିନି। ତମେ ଏମିତି କହନି। ଆରେ ତମର ମୁଁ କିଛି ହବାକୁ ଦେବିନି। ମୋ ଭାଇ ଯାଇଛନ୍ତି ସେ ଅଷ୍ଟରତ୍ନ ମଣି ପାଇଁ। ସେ ଯେତେବେଳେ ଆରେ ଆରେ କଣ ହେଲା? ଆରେ କଣ ହେଲା ତମର? ମୋ ମୁଣ୍ଡଟା ଘୁରି ଯାଉଛି ଅଞ୍ଜଳି। ଆରେ ହଁ, ରହ, ମତେ କେମିତି ଲାଗୁଛି। ମୁଁ ତମ ପାଇଁ ପାଣି ନେଇକି ଆସିଛି। ଟିକେ ଅପେକ୍ଷା କର। ଟିକେ ପାଣି ଆଣ। ହଁ। ইকিমিতি ঋতু এলা ফুল বিতি সুচি কলা ফুল বগিচারে লাগি আরে অভয়, যাইছি নিয়া তবে মতে এতে শীঘ্র ছাড়ি চালি গল। আখি আকাশরে আর তমে যদি মতে ছাড়িকি চালি যাব, নীল মেঘ ঘুরি বুলে তাহলে তম বিনা বঞ্চি পারিবি। আজি সেঠি কুহুড়ছি আর তমে যদি মতে ছাড়ি চালি যাব না, অলিভানিয়া মতে তম বিনা মরি যাবে। আজি সেঠি কুহুড়ছি অলিভানিয়া। ଅଞ୍ଜଳି, ଏଇ ଦେଖ, ତୋ ପାଇଁ ମୁଁ ଅଷ୍ଟରତ୍ନ ମଣି ନେଇ ଆସିଛି। ଏ ମଣି ନେ, ଆଉ ତୋ ଶଙ୍ଖ ସିନ୍ଦୁରକୁ ରକ୍ଷା କର ରେ ଭଉଣୀ। ତୋ ଶଙ୍ଖ ସିନ୍ଦୁରକୁ ରକ୍ଷା କର। হ্যালো ভাই, ଅଞ୍ଜଳି, ସେ ଅଷ୍ଟରତ୍ନ ମଣି ଆଇଲେ ବି ମୋ ଶଙ୍ଖ ସିନ୍ଦୁର ମୋ ପାଖକୁ ଫେରିବନି ଭାଇ। ଅଞ୍ଜଳି, ଜାଣିଛ ଭାଇ, ଅଞ୍ଜଳି, ଅଭୟ ଆଉ ଏ ଦୁନିଆରେ ନାହାନ୍ତି ଭାଇ।
ଅଭୟ ଆମକୁ ଛାଡ଼ି ଅନେକ ଦୂରକୁ ଚାଲି ଯାଇଛନ୍ତି। ହେଲେ ଭାଇ ଅଭୟ ଯଦି ଦୁନିଆରେ ନଥିବେ ମୋ ପାଇଁ ଦୁନିଆରେ ରହିକି କଣ କରିବି? ନାଇଁ ଭାଇ ମୁଁ ଆଉ ବଞ୍ଚିବିନି ଭାଇ। ମୁଁ ମଧ୍ୟ ଅଭୟଙ୍କ ପାଇଁ ମରିଯିବି ଭାଇ। हे भगवान हम दी भाई भौणी को कहीं एते कष्ट दौच प्रभु, कहीं एते कष्ट दौच। हे अंजलि भाई तू ठीक कही रे भौणी, तू ठीक कही। अभय जदि बचिले अरे तू कहीं बचबू तू जदि न बचु ताहले मो कहीं बचबी। भाई तो भाई ताई तो आखिर लुह पोछि पारिला रे ताहले मोर बची की लाभ। अरे अंजलि तू ठीक कह अभय चिता सजाड़ी से चितार आम दुई भाई भौणी प्राण विसर्जन करदबा। हाँ भाई तू ठीक कहଛୁ। अरे अंजलि हम ये संसार को सबुदिन पे छाड़ी चली जीवा। हाँ भाई ताहले विलंबन करी ଚାଲି ଯିବା ଭାଇ। ଅଭୟଙ୍କ ଚିତା ସଜାଡ଼ି ଆମେ ବି ଏ ମିଛ ମାୟା ଦୁନିଆକୁ ଛାଡ଼ି ଅନେକ ଦୂରକୁ ଚାଲିଯିବୁ ଭାଇ। अरे अंजलि ଚାଲିଯିବା कह चाली थर अभय चिता सजाड़ा। ହଁ ଭାଇ ଯିବା ଭାଇ। ଚାଲେ ଭଉଣୀ। जो आखी आकाशरे नील मेघ घुरी बुले আজি সেठी কুহুড়ুচি অলিভানিয়া ଭାଇ ଆଉ ବିଳମ୍ବ କରନି ଭାଇ। ଅଭୟଙ୍କ ଚିତା ସଜାଡ଼ି ଆମେ ଦି ଜଣ ମଧ୍ୟ আজি সেठी কুহুড়ুচি অলিভানিয়া रही जाओ पुत्र जयंत, रही जाओ माँ अंजलि। ମା ଆପଣ ଏବେ କଣ ପାଇଁ ଆସିଛନ୍ତି ମା? ଅଭୟ ବଞ୍ଚୁଛନ୍ତି ନା ମରି ଯାଇଛନ୍ତି? ଆପଣ କଣ ତାହା ଦେଖିବା ପାଇଁ ଆସିଛନ୍ତି? नाई माँ अंजलि तू सेमिति कहनी, अभय मरिबा तो लीलामायक लीला मात्र। वर्तमान पुत्र जयंत माँ अंजलि तुम्हें
ଆଖି ବନ୍ଦ କରି ଛିଡ଼ା ହୁଅ। ମୁଁ ଏଇନେ ଅଭୟକୁ ଜୀବଦାନ ଦଉଛି। ଠିକ ଅଛି ମା। अंजलि अरे देखु ना वो बंची जाई। अरे भाई अंजलि देखो भाई अभय पुनर्ବାର ନୂଆ ଜୀବନ ପାଇଛନ୍ତି ଭାଇ। अरे अंजलि ସେ ପୁଣି ଥରେ ବଞ୍ଚି ଯାଇଛନ୍ତି। अरे भौली हे माँ बड़ देवी तमें मो भौरी स्वामी को फेरे देथिबारु मु आपनक पाखे कोटि कोटि प्रणाम करुछि। हेले भाई ମା ତ ଏଠାରୁ ଚାଲି ଯାଇଛନ୍ତି। ହେଲେ ଚାଲ ଭାଇ ଆମେ ଘରକୁ ଫେରିଯିବା। ଆଉ ସେ କଲକିନି କାଲନାଗଣିକୁ ଜମାରୁ ଛାଡ଼ିବାନି ଭାଇ। अरे भौरी तू ठीक कहिଛୁ। ତାହେଲେ ଯିବା ଭାଇ। चलो अभय चलो ये आम सहित हम कर्णाटक राज्य को। ठीक अच्छे भाई तेरे चलो। ଯିବା ଭାଇ। अच्छे भौरी चाल भौरी। सेनापति कालीशंकर तो जीवन खुशी दिन सरी आसुची। सेनापति कालीशंकर देख तो पाखक आसुची आतंक आसुची आतंक। बाबू तमर ए यौवन बयसरे मध्य तमको किछि देखा जाउनी कि बाबू? ए वृद्ध सहित एमिति बाड़ेई होउच। मु जदि सेठी पड़ी जाइथांती ताहेले तो मो प्राणवायुटा सेठी ही पळेई जाइथांता। क्षमा करिवे बाबा क्षमा करिवे। मु एते तरल पर जाउथिली जे मु आपनक सहित बाड़े हे गली। हेले तमे एते तरबर हेई कुआडे जाउछ बाबू? मते टिके कहि पारिबो? मु जाउथिली कर्णाटक राज्य को और सेनापति कालीशंकर को प्रतिशोध नेबा पाई। कालीशंकर सेई कर्णाटक राज्यर कालीशंकर? हाँ सही कर्णाटक राज्यर सेनापति कालीशंकर। तू भी मरीबू? हाँ तू भी मरीबू। से माने कहारी को मध्य छाड़िबेनी। ए दुनियार समस्त को गोटी गोटी करी मारिबे। से माने मो पुआ को मध्य कूट चक्रांत करी जीवन मारी देले। तम पुओ किए? तम पुओ ना कौन? मो पुआ होउची सेई कर्णाटक राज्यर राजकुमार जयंत।
ମୋ ପୁଅ ଜୟନ୍ତ ତାକୁ ସେମାନେ ଜୀବନରୁ ମାରିଦେଲେ ବାବୁ। ଆଜି ଯଦି ମୋ ପୁଅ ମୋ ପାଖରେ ଥାନ୍ତା ତାହେଲେ ତମ ବୟସର ହିଁ ହେଇଥାନ୍ତା ବାବୁ, ତମ ବୟସର ହିଁ ହେଇଥାନ୍ତା। ତାହେଲେ ତମେ କର୍ଣ୍ଣାଟକ ରାଜ୍ୟର ରାଜା କର୍ଣ୍ଣକେଶରୀ। ହଁ, ମୁଁ ସେଇ କର୍ଣ୍ଣାଟକ ରାଜ୍ୟର ମହାରାଜ, ସେଇ ଅଭାଗା ମହାରାଜ। ମୋ ନାମ କର୍ଣ୍ଣକେଶରୀ। ହଁ, ମୋ ନାମ କର୍ଣ୍ଣକେଶରୀ ବାବୁ। ପିତା ବାବୁ, ତମେ ମତେ କାହିଁକି ପିତା ବୋଲି ଡାକୁଛ? ପିତା ଆରେ ମୋ ପୁଅ ତ ଏ ଜୀବନରେ ନାହିଁ, ଆଉ ତମେ ପୁଣି ମତେ ପିତା ବୋଲି କାହିଁକି ଡାକୁଛ ବାବୁ? ତମେ କାହିଁକି ପିତା ବୋଲି ଡାକୁଛ? ହେ ପିତା, ତମେ କଣ ମତେ ଚିହ୍ନି ପାରୁନ? ଆରେ ତମ ପୁଅ ମରିନି, ତମ ପୁଅ ଯାଏ ବଞ୍ଚିଛି। ନାଇଁ ବାବୁ ନାଇଁ, ମୋ ପୁଅ ଉପରେ ଥାଇ ସବୁ ଦେଖୁଛି। ପିତା ଆଉ ସେ ଗଲା କଥା ମତେ ମନେ ପକେଇ ଦିଅନି ବାବୁ। ମୋ ପୁଅ ଆଉ ଜୀବନରେ ନାହିଁ, ମୋ ପୁଅ ଆଉ ଜୀବନରେ ନାହିଁ ବାବୁ। ହେ ଭଗବାନ, ଆଜି ନିଜ ପିତା ମଧ୍ୟ ନିଜ ପୁଅକୁ ଚିହ୍ନି ପାରୁନି। ହେ ପିତା, ତମେ କଣ ସତରେ ମତେ ଚିହ୍ନି ପାରୁନ? ପିତା ନାଇଁ ବାବୁ, ସେଦିନ କଥା ତ ମନେ ଥିବ, ଯୋଉଦିନ ଫେରୁ ମହାନ୍ତିଙ୍କ ହାତରେ ତମ ପୁଅ ଜୟନ୍ତକୁ ଟେକି ଦେଇଥିଲ ମାରିବା ପାଇଁ। ଏ ପୁଅ ଠିକ କହୁଛି। ମୋ ପୁଅକୁ ମୁଁ ହିଁ ସେଇ ଫେଲୁ ମହାନ୍ତି ହାତରେ ଜୀବନରୁ ମାରିଦେବା ପାଇଁ ଟେକି ଦେଇଥିଲି। ଏ କଥା କେବଳ ମୋ ପୁଅ ହିଁ ଜାଣିଥିଲା। ତାହେଲେ ଏ ପୁଅ ନିଶ୍ଚୟ ମୋ ଜୟନ୍ତ, ନିଶ୍ଚୟ ମୋ ଜୟନ୍ତ। ପିତା ଜୟନ୍ତ, ମୁଁ ତୁମ ଜୟନ୍ତ। অতীতর সম্পদা জুই নেই যায় পিঠাটা বিয়ে পিঠা ভাজা লেখে হয় অতীতর সম্পদা জুই নেই যায় পিঠাটা বিয়ে পিঠা ভাজা লেখে হয় ভাগ্য হাতে বাঁধা পরা জীবনর এই ডোরি ভাগ্য হাতে বাঁধা পরা জীবনর এই ডোরি সময় 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 ফিরুছি চাকা ভরি हे पद्मा, देखा देखा आज मो पुआ बंची। आज मो पुआ मो पाखरे छिड़ा है पद्मा। देखा पद्मा, मो पुआ बंची। हेले जयंत, मु तो माँ कथारे पड़ी ମୁଁ ତତେ ଜୀବନରୁ ମାରିଦେବା ପାଇଁ ଆଦେଶ ଦେଇଥିଲି ରେ ବାପା। ମୋତେ କ୍ଷମା କରିଦେବୁ। ନାଇଁ, ଆପଣ କାହିଁକି କ୍ଷମା ମାଗୁଛନ୍ତି? ହେ ପିତା, ସେମାନେ ତ ତମକୁ ବି ଛାଡ଼ିଲେନି,
ହେଲେ କାହିଁକି ମୋତେ କ୍ଷମା ମାଗୁଛ? ପିତା, ସେମାନଙ୍କୁ କେବେ ବି ଛାଡ଼ିବାନି। ଯେଉଁମାନେ ଆମ ସୁନାର ସଂସାରକୁ ଜାଳି ପୋଡ଼ି ଛାରଖାର କରିଦେଇଛନ୍ତି, ସେମାନଙ୍କୁ କେବେ ବି ଛାଡ଼ିବାନି ପିତା, ସେମାନଙ୍କୁ କେବେ ବି ଛାଡ଼ିବାନି। ହଁ ପିତା, ବହୁତ ଡେରି ହେଇଯାଉଛି, ଶୀଘ୍ର ଯାଇ ସେମାନଙ୍କ ଶାସ୍ତି ଦେବା। ହେଲେ ପିତା, ଆମକୁ ଆଉ ଏଠି ଡେରି କରିବାକୁ ହବନି, ଶୀଘ୍ର ଚାଲିଯିବାକୁ ପଡ଼ିବ। ଠିକ କହିଛୁ ରେ ବାପା, ଆମେ ଯଥା ଶୀଘ୍ର ଆମ ରାଜ୍ୟକୁ ଫେରିଯିବା ଆଉ ସେ ପାପୀ ମାନଙ୍କୁ ଉଚିତ ଦଣ୍ଡରେ ଦଣ୍ଡିତ କରିବା। ଆଉ ବିଳମ୍ବ କରିବାନି ରେ ପୁଅ, ଯଥା ଶୀଘ୍ର ଆମ ରାଜ୍ୟକୁ ଫେରିଯିବା। ଠିକ ଅଛି ପିତା, ଚାହିଁଲେ ଶୀଘ୍ର ଚାଲିଯିବା। ଯିବା ବାପା। প্রিয় দর্শক বন্ধু, মঞ্চস্থ ହେଉଥିବା ନାଟକରେ ହିରୋ ଏବଂ ହିରୋଇନଙ୍କର ତାଙ୍କର ଦୁଃଖ ଭରା ଦୃଶ୍ୟରେ ଅତ୍ୟନ୍ତ ମନମୁଗ୍ଧ ହୋଇ ନବୀନ ପଟେଲ ସେ ବନ୍ଧୁ 20 ଟଙ୍କା ପୁରସ୍କୃତ କରିଛନ୍ତି। ତାଙ୍କୁ କଲମପୁର ନାଟକ ଅନୁଷ୍ଠାନ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା, ଅଭିନନ୍ଦନ, ଧନ୍ୟବାଦ। ହଁ ହଁ, ମୁଁ ହଉଛି ସେନାପତି କାଳୀଶଙ୍କ। ରାସ୍ତାରୁ କଣ୍ଟା ଗୁଡ଼ିକ ସବୁ ସଫା ହେଇଯାଉଛନ୍ତି, ଆଉ ବାକି ରହିଲା ରାଜବଂଶଟା ବିନାଶ ହେବା ପାଇଁ କେବଳ ଜଣେ ମାତ୍ର ବାକି, ଆଉ ସେଇଟା ହେଉଛି ମହାରାଣୀ କାଦମ୍ବରୀ। ଦେହଟା କଲା, ବେପାର ବି କଲା, କଳା ସାମ୍ରାଜ୍ୟର ବାଦଶାହ। ନାମ ମୋର ଗୋଟେ ସେନାପତି କାଳୀଶଙ୍କ, ଆଉ ବହୁତ ଶୀଘ୍ର ଆମେ ମୁଁ ଏ କର୍ଣ୍ଣାଟକ ରାଜ୍ୟରେ ମହାରାଜା କାଳୀଶଙ୍କର। ସେନାପତି, ତୁମେ କାହାକୁ ଅପେକ୍ଷା କରିଛ? ଆରେ ମହାରାଣୀ, ତମକୁ ହିଁ ଅପେକ୍ଷା କରିଥିଲି। ମୁଁ ଜାଣିଛି, ମୁଁ ସବୁ ଶୁଣି ସାରିଛି, ବାହାରେ ଥାଇ ମୁଁ ସବୁ ଶୁଣି ସାରିଛି। ଆରେ ତୁମେ ପରା ବର୍ତ୍ତମାନ କହୁଥିଲ ସମସ୍ତ ମୋ ରାସ୍ତାର କଣ୍ଟା ସଫା ହୋଇସାରିଛି, ଶେଷ କଣ୍ଟା ରହିଲା ମହାରାଣୀ କାଦମ୍ବରୀ ବୋଲି କହୁନଥିଲ? ମହାରାଣୀ, ଯାହା ସବୁ ଶୁଣିଛ ସତ ହିଁ ଶୁଣିଛ ମହାରାଣୀ। ବିଶ୍ୱାସଘାତକ! ଆରେ ତୋରି କଥାରେ ପଡ଼ି ମୁଁ ମୋର ସୁନାର ସଂସାରକୁ ଚୁନା କରିଦେଲି। ଆରେ ଯେମିତି ତ୍ରେତୟା ଯୁଗରେ ଯେମିତି ମନ୍ତ୍ରଣା କୁମନ୍ତ୍ରଣା କରିକି କୈକେୟୀ ପାଖରେ କରିଥିଲେ, ଆଉ ପ୍ରଭୁ ଶ୍ରୀରାମଚନ୍ଦ୍ରକୁ 14 ବର୍ଷ ବନବାସ ପଠାଇ ଦେଇଥିଲେ, ଠିକ୍ ସେମିତି ତୁ ମୋତେ ଏମିତି କୁମନ୍ତ୍ରଣା କରିଦେଲି ଯେ ମୁଁ ନିଜ ପରିବାରକୁ ଭୁଲିଗଲି।
ତୋ କଥାରେ ପଡ଼ି ନିଜ ସ୍ୱାମୀକୁ ଗୋଇଠା ମାରିଲି। ଆରେ ତୋ କଥାରେ ପଡ଼ି ନିଜ ଝିଅକୁ ବାଘ ମୋହରେ ଠେଲି ଦେଲି। ଆରେ ତୋରି କଥାରେ ପଡ଼ି ଯାହାକୁ ଜନ୍ମ ନ ଦେଇବି ଅଧିକ ସ୍ନେହ କରୁଥିଲି ସେଇ ପୁଅଟାକୁ ବି ମୁଁ ମୃତ୍ୟୁ ମୁଖକୁ ଠେଲି ଦେଲି। ହେଲେ ମନେ ରଖ କାଳୀ ଶଙ୍କର, ତୁ ଯୋଉ ସ୍ୱପ୍ନ ଦେଖୁଛୁ ନା ସେଇ ସ୍ୱପ୍ନରେ ହିଁ ରହିଯିବ। ନାଇଁ ମହାରାଣୀ, ମୋ ବିଶ୍ୱାସଘାତକ ନୁହେଁ, ତମେ ହଉଛ ଗୋଟାଏ ବିଶ୍ୱାସଘାତକ ନାରୀ। ଯିଏ ସାମାନ୍ୟ ଟିକିଏ ଯୌବନ ଲାଲସାରେ ଅନ୍ଧ ହୋଇ ନିଜ ମଥାର ସିନ୍ଦୁର ପୋଛି ଦେଇପାରେ, ଆଉ ଯିଏ ସାମାନ୍ୟ ଟିକିଏ ଯୌବନ ଲାଲସାରେ ଅନ୍ଧ ହୋଇ ନିଜ ପୁଅଟାକୁ ରକ୍ତ ଚାହେଁ, ଆଉ ଯିଏ ସାମାନ୍ୟ ଟିକିଏ ସ୍ୱାର୍ଥ ପାଇଁ ଝିଅକୁ ମାରି ଦେଇପାରେ, ଆଉ ଯିଏ ସାମାନ୍ୟ ଟିକିଏ ସ୍ୱାର୍ଥ ପାଇଁ ନିଜ ସ୍ୱାମୀକୁ ଭିକାରୀ କରି ଦେଇପାରେ, ସେଇଟା ହଉଛି ଗୋଟାଏ ଘରଣୀ ନୁହେଁ, ସେ ହଉଛି ଗୋଟାଏ କାଲ ନାଗଣୀ। କାହା ପାଇଁ ଏ ଦୁନିଆ ଆଗରେ ମୁଁ ହେଇ ପାଲଟି ଯାଇଛି ଦୁଷ୍ଟ ବିଷଧରି ନାଗୁଣୀ। ଆରେ ତୋ ପାଇଁ ନା, ତୁ ଯଦି ସେଦିନ ମୋତେ କୁମନ୍ତ୍ରଣ ନ କରିଥାନ୍ତୁ ଆଜି ମୁଁ ଏମିତି ଅବାଟକୁ ଯାଇନଥାନ୍ତି। ମନେ ରଖ ସେନାପତି, ତୁ ଯୋଉ ସ୍ୱପ୍ନ ଦେଖିଛୁ ନା ସେ ସ୍ୱପ୍ନରେ ହିଁ ରହିଯିବ। ଆଜି ତୋର ଖେଳ ସମାପ୍ତ କରିଦେବି। ହଁ ହଁ, ଆଜି ତୋର ଖେଳ ସମାପ୍ତ କରିଦେବି। ନାଇଁ ମହାରାଣୀ, ଆରେ ଲୋକମାନେ କହନ୍ତି ସାପଟାକୁ ଯେତେ କ୍ଷୀର ଦେଇ ପୋଷିଲେ ମଧ୍ୟ ଶେଷରେ ନିଜ ଖାଇ ଶଳାଟା ନିଜକୁ ଚୋଟ ମାରିଥାଏ ଲୋ ଚୋଟ। ମୁଁ ତୋ କଥା କିଛି ଶୁଣିବିନି। ଆରେ ତୁ ପରା ମୋ ପରିବାରକୁ ଛାଡ଼ଛାଡ଼ କରିଛୁ। ଏଇ ଖଟକରେ ତୋ ଗଣ୍ଠିଟାରୁ ମୁଁ ଅଳକା କରିଦେବି। ତୁ ଜାଣିନୁ ଏ ନାରୀ ମାୟା କେତେ ବିଚିତ୍ର। ଆଜି ତୋର ଖେଳ ସମାପ୍ତ କରିଦେବି। ଏଇ ନେ ମୂର୍ଖ। ସାମାନ୍ୟ ନାରୀ ହୋଇ ମାରିବାକୁ ଉଦ୍ୟମ କରୁଛୁ ଶାଳୀ ହାରାମ ଜାତି, ତତେ ମୁଁ ଛାଡ଼ିବିନି। ମାରିଦେ, ଏ ପାପିନିଟାକୁ ପୁରା ଜୀବନରୁ ମାରିଦେ। ହଁ, ଏ ପାପିନିଟାକୁ ପୁରା ଜୀବନରୁ ମାରିଦେ। ଏବେ ଶଳା ତୁ ଚୁପ, ପୁରା ପୁରୀ ଚୁପ। ପାଇଯିବୁ, ମୋ ପରିଚୟଟା ପାଇଯିବୁ, ହେଲେ ଟିକେ ଅପେକ୍ଷା କର। ଆଲୋ ଏ ପାପିନି, ସ୍ୱାମୀ, ତୁ ଏ ଗଧର ପାଦ ତଳେ ପଡ଼ି ତୋର ଜୀବନ ଭିକ୍ଷା ମାଗଲୋ। ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଦ୍ୱାପର ଯୁଗରେ ଗଧର ପାଦ ଧରିଥିଲେ। ତୁ ଆଜି ଏ ଗଧର ପାଦ ତଳେ ପଡ଼ି ତୋ ଜୀବନ ଭିକ୍ଷା ମାଗଲୋ, ତୋ ଜୀବନ ଭିକ୍ଷା ମାଗ। ସ୍ୱାମୀ ତମେ ଛି, ସ୍ୱାମୀ କହୁଛୁ ମତେ? ଲଜ୍ଜା ଲାଗୁନାହିଁ ତତେ? ଆଜି ପୁଣି ସ୍ୱାମୀ କହିବାର ଅଧିକାର ତତେ ଦେଲା କିଏ? ସ୍ୱାମୀ ମାନୁଛି ମୁଁ ଭୁଲ କରିଛି, ହେଲେ ଏ ବିଶ୍ୱାସଘାତକ କବଳରୁ ମୋତେ ଉଦ୍ଧାର କର ସ୍ୱାମୀ। ମୁଁ ହାତ ଯୋଡୁଛି, ମାନୁଛି ମୁଁ ଭୁଲ କରିଛି, ମୋତେ ତୁମେ କ୍ଷମା କରିଦିଅ। ବିଶ୍ୱାସଘାତକ? କିଏ ବିଶ୍ୱାସଘାତକ? ଏମାନେ
ଏ ପାପି ସେନାପତି ହଁ ଏମାନଙ୍କ କଥାରେ ପଡ଼ି ଆଜି ମୁଁ ଅବାଟକୁ ଚାଲି ଯାଇଥିଲି ସ୍ୱାମୀ। ହଁ 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 ଏ ମୂର୍ଖ ସେନାପତି ବିଶ୍ୱାସଘାତକ। ଆଉ ତୁ କଣ ବିଶ୍ୱାସ ଯୋଗ୍ୟ? ଛି ତମେ ଦୁହେଁ ମିଶି ମତେ ଜୀବନରୁ ମାରିଦେବା ପାଇଁ ଚେଷ୍ଟା କରିଥିଲ ନା? କରିଥିଲ ନା ନାଇଁ? ହେଲେ ଆଜି ତମ ମାନେ ମରିବ। ହଁ ତୁ ମଧ୍ୟ ମରିବୁ ଆଉ ଏ ପାପି ସେନାପତି ମଧ୍ୟ ମରିବ। ତୁମେ ଯେମିତି କୂଟ ଚକ୍ରାନ୍ତ କରି ମତେ ମାରିବାର ଜାଲଟା ବିଛେଇଥିଲ ନା, ଆଜି ତମମାନଙ୍କୁ ସଂହାର କରିବା ପାଇଁ ସ୍ୱୟଂ ଭଗବାନ ଆସିବେ। ହଁ ସ୍ୱୟଂ ଭଗବାନ ଆସିବେ, କଲ୍କି ରୂପରେ ଆସିବେ। ହଁ ଆଉ 12 ହାତର ଖଣ୍ଡା ଧରି କଲା ଧଳା ଘୋଡ଼ା ଚଢ଼ି ଆସିବେ। ତମେ ଦୁହେଁ ମୋ ପୁଅ ଜୟନ୍ତକୁ ମାରି ଦେଇଥିଲ ନା, କୂଟ ଚକ୍ରାନ୍ତରେ ପୁରା ଜୀବନରୁ ମାରି ଦେଇଥିଲ ନା। ଆଜି ସେଇ ପୁଅ ଜୟନ୍ତ ନୁହେଲୋ, ଆତଙ୍କ ଆସିବ, ଆତଙ୍କ। ହଁ ମୋ ପୁଅ ଆତଙ୍କ ଆସିବ ଆଉ ତମ ମାନଙ୍କୁ ସଂହାର କରିବ। ଆତଙ୍କ 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 ଆତଙ୍କ। ସେନାପତି କାଳୀଶଙ୍କର, ତୁ ଯୋଉ ଅବସୁର ସଂସାରରେ ନିଆଁ ଲଗାଇ ଚାଲି ପଡ଼ି ଛାରଖାର କରିଦେଇଥିଲୁ ନା, ତତେ ମୁଁ ଆଜି ଛାଡ଼ିଦେବି, ତତେ ମୁଁ ଆଜି ଶେଷ କରିଦେବି। ଓ ତୁ ତାହେଲେ ସେ ଆତଙ୍କ ଯିଏ ଦିନେ ସାରା ଦୁନିଆକୁ ଆତଙ୍କ ଖେଳାଉଥିଲା, ସେ ପୁଣି ମୋ ହାତରେ ଶେଷ ହେବ। ଠିକ ଅଛି, ତାହେଲେ ହେଇଯାଉ ଯୁଦ୍ଧର ପରୀକ୍ଷା। ଠିକ ଅଛି, ତୁ ଯଦି ଯୁଦ୍ଧ କରିବାକୁ ଚାହୁ ତାହେଲେ ମୁଁ এই ইচ্ছা ବି ତତେ ପୂରଣ କରିଦେବି। ଠିକ ତାହେଲେ ହେଇଯାଉ ଯୁଦ୍ଧର ପରୀକ୍ଷା। सेनापति तू से भूल काम करली। जदि मारिबार अच्छी मते मारी दे, कहीं बहुत भूल काम करी मो स्वामी को तू छाड़ी दे। सेनापति नहीं, तू मते मारिदे। अरे मते मारिବାକୁ ଚାହୁଁଥିଲୁ ନା, ତୁ ମତେ ମାରିଦେ, ହେଲେ ମୋ ପିତାକୁ ଛାଡ଼ିଦେ ସେନାପତି, ମୋ ପିତାକୁ ଛାଡ଼ିଦେ। ଲାଗିଲା ତମ କଥାଟା ମତେ ବହୁତ ଭଲ ଲାଗିଲା। ଆବେ ସାଲେ, ଆଗ କିଏ ମରିବା କହ? ତୁ ନା ଇଏ ନା ସିଏ? ମତେ ମାରିଦେ, ଆରେ ମତେ ମାରିଦେ ପୁରା କହୁଛି, ତୁ ମତେ ମାରିଦେ। नहीं सेनापति हाँ, मारिबार मते अच्छी, मारिदे। मारिबार अच्छी मते मारी दे। ए चुप, ए साला बुरा लग। সেনাপতি কালীর শঙ্কর, তোর খেল সমাপ্ত হয়ে সারি, এবে তু নিশ্চয় মরিবু। এবে তু নিশ্চয় মরিবু। আরাম দাদা, তোতে মু ছাড়িবিনি। এক আছে তাহলে ହେଇଯାଉ যুদ্ধর পরীক্ষা। বেশ, তাহলে ঠিক ଅଛି, তাহলে ହେଇଯାଉ শক্তির পরীক্ষা।
धर्म रक्षा करी जाने रखिब सत्यर टेक अधर्मी पापी अन्याय तुझे मारी बसे आतंक जगतर पाप क्षय है कहिब पापी रगत तार हाथ खंडा फुलैब कलकी जीविब पापी जातक अंधारक जिए गरीब विनाश अंधारक जिए गरीब विनाश आनिब आशा आलोक आनिब आशा आलोक आतंक 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 ପିତା ଭାଇ ଶିକାରୀ ସମ୍ପର୍କ ତା ଦଣ୍ଡ ପାଇଗଲା ହେଲା ଏ କଲଙ୍କିନୀ କାଲରାମଣିକୁ ଆମେ ଜମା ବି ଛାଡ଼ିବାନି ପିତା ତାଙ୍କୁ ଆମେ ଉଚିତ ଶାସ୍ତି ଦେବା ତୁ ଠିକ କହିଛୁ ରେ ମା ହଁ ପିତା ଏ ପାପିନିଟାକୁ ଛାଡ଼ିଦେଲେ କ'ଣ ଉଚିତ ନ୍ୟାୟ ପାଇବ ତାକୁ ନିହାତି ଦଣ୍ଡ ମିଳିବା ଦରକାର ନା ଆଉ ହଁ ଆଲୋ ଏ ପାପିନି ତୁ ଯାହା କର୍ମ କରିଛୁ ତାର ଫଲ ପାଇବନି ଲୋ ସ୍ୱାମୀ ମୁଁ ଯାହା ଭୁଲ କରିଛି ମୁଁ ହସି ହସି ସହିନେବି। ହସି ହସି ସହିନେ ଆଲୋ ଏ ମା କ'ଣ କହିଲୁ ହସି ହସି ସହି ନେବୁ ହଁ ଝିଅ ମୁଁ ଯେଉଁ ପାପ କରିଛି ନା ହଁ ମୁଁ ଆପଣଙ୍କ ପାଖରେ ପ୍ରାୟଶ୍ଚିତ କରିବା ପାଇଁ ଉପସ୍ଥିତ ଅଛି। ହେଲେ ମା ସେତେବେଳେ ମୋତେ ଦଣ୍ଡ ଦେଉଥିଲୁ ସେତେବେଳେ ତ ମୁଁ ହସି ହସି ସହୁନଥିଲି ନା ଆଉ ଏବେ ତତେ ମୁଁ କେମିତି ଛାଡ଼ିଦେବି ତୁ ବି ତତେ ବି ମୁଁ ହସି ହସି ଛାଡ଼ିବାକୁ ନେବିନି ଜାଣିଛୁ ଏ ମାଝି ଅଞ୍ଚଳି ମୁଁ ଯାହା ଭୁଲ କରିଛି ମୋତେ କ୍ଷମା କରିଦେ। ମାନୁଛି ମୁଁ ଡାହାଣୀ ମୁଁ ଗୋଟେ କାଲ ନାଗୁଣୀ। ଆଲୋ ଏ ମା ଡାହାଣୀକୁ କେବେ ବି କିଏ ଛାଡ଼ନ୍ତିନି ଡାହାଣୀକୁ ଉଚିତ ଶାସ୍ତି ଦେଇକି ହିଁ ଛାଡ଼ନ୍ତି ଜାଣିଛୁ ଏ ମା ଅଞ୍ଚଳି, ମୁଁ ପୁରା ତତେ 10 ମାସ 10 ଦିନ ଏ ଗର୍ଭରେ ଧରେ ମୁଁ ତତେ ଜନ୍ମ ଦେଇଛି। ହଁ ତୁ କଣ ମୋତେ ହାତ ଉଠେଇ ପାରୁ ଆଉ ସେ 10 ମାସ 10 ଦିନ ଗର୍ଭରେ ଧରିଥିଲା ଛୁଆକୁ ତୁ ଏମିତି ଦଣ୍ଡ ଦେଇଥିଲୁ ଏ ପାପିନି ମତେ ଏ ରାଜ ଦାଣ୍ଡରେ ବଡ଼ ଭିକାରୀ ସଜେଇ ଦେଇଥିଲ ନା ତାରି ଫଲ ପାଇବନି ଲୋ ଏତେ କଷ୍ଟ କରି ମତେ କେତେ ବଡ଼ ଭିକାରୀ ସଜେଇ ଦେଇଥିଲ ନା କ'ଣ କହୁଥିଲୁ ନା ମହାରାଣୀ କାଦମ୍ବରୀ ଆଜି ତତେ ମୁଁ ସଜେଇ ଦେବି ଏ ରାଜଉଆସର ଚାକରାଣୀ ହଁ ଆଉ ତାରି ଫଲ ପାଇବନି ମୋତେ ଯେଉଁ ଭିକାରୀ ସଜେଇଛ ତାରି ଫଲ ପାଇବନି ସେଇ ଫଲଟା ନେଇଯା ଲୋ ଆଲୋ ଏ ପାପିନି ମୋ ପୁଅ ଜୟନ୍ତକୁ ଜୀବନରୁ ମାରିଦେବା ପାଇଁ କୂଟ ଚକ୍ରାନ୍ତ କରିଥିଲ ନା ତାରି ଫଲ ପାଇବୁନି ସେଇଟା କ'ଣ ବାକି ରହିବ ସେଇ ଫଲ ପାଇବା ଦରକାର ନା ସେଇ ଫଲ ପାଇଯା ଲୋ କ୍ଷମା ପରେ କରିବି ଆଲୋ ଏ ପାପିନି ମୋ ଝିଅକୁ ଏ ଘରୁ ତଡ଼ି ଦେଇଥିଲୁ ନା
ତାରି ଫଳ ପାଇବୁନି? ତାରି ଫଳ ନେଇଯାଲୋ, ନେଇଯା। আলো এ বাপা জয়ন্ত, আরে তো পিতা তো ভଉଣୀ ତ ତାଙ୍କ ଶାସ୍ତି ଶୁଣେଇ ଦେଲେ, ତାଙ୍କ ଶାସ୍ତି ଦେଇଦେଲେ, ହେଲେ ତୁ କଣ ମତେ ଶାସ୍ତି ଦବୁନି? ଆରେ ମୁଁ ପରା ତୋ ସାପ ତ ମା। ହେ ମା, ତମେ ଏସବୁ କଣ କହିଯାଉଛ? ଆରେ କୋଉ ପୁଅ କଣ ତା ମାକୁ ଶାସ୍ତି ଦେଇପାରେ? ନାଇଁ ମା, ଶାସ୍ତି ମୁଁ ଦେଇପାରିବିନି। ଆଜି ଭାବିଲା ବେଳଠୁ ମନ ମନ କୁମୁରି